ରାତିରେ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ହାତୀପଲ ବାହାରି ଆମ୍ବ ବଗିଚାରେ ପଶି କରିଛନ୍ତି ବ୍ୟାପକ କ୍ଷୟକ୍ଷତି। ପ୍ରାୟ 25ରୁ ଅଧିକ ଆମ୍ବ ଗଛ ଭାଙ୍ଗିଦେବା ସହ ବହୁ ପରିମାଣର ଆମ୍ବ ନଷ୍ଟ କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବଡମାଳ ରେଞ୍ଜର ରେଙ୍ଗାଳି ଗ୍ରାମକୁ ହାତୀପଲ ପଶି ଆସି ଅନନ୍ତ ପ୍ରଧାନଙ୍କ ଆମ୍ବ ବଗିଚାରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀମାନେ ଆମ୍ବ ଖାଇଥିବା ବେଳେ ଅନେକ ଫଳ ଏବଂ ଡାଳପତ୍ରକୁ ମାଡ଼ି ଚକଟି ନଷ୍ଟ କରିଛନ୍ତି। ତେଣୁ ଦୀର୍ଘ ଦିନର ପରିଶ୍ରମରେ ଫଳିଥିବା ଆମ୍ବ ସବୁ ନଷ୍ଟ ହୋଇଯାଇଥିବାରୁ ଆମ୍ବ ଚାଷୀ ଅନନ୍ତ ପ୍ରଧାନଙ୍କ 30,000ରୁ ଅଧିକ କ୍ଷୟକ୍ଷତି ହୋଇଛି। ଆମ୍ବ ବଗିଚାରେ ହାତୀପଲର ଉପଦ୍ରବ ପରେ ସେ ବନ ବିଭାଗକୁ ଫୋନ୍ ଯୋଗେ ଅବଗତ କରାଇଛନ୍ତି। ଆଉ ଘଟଣାର ତଦନ୍ତ ସହିତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। मोर प्राय काली राति वन मान गोटे पोल आसिक 25ରୁ 30टा गछ पूरा माड़ी दली खाई नष्ट कर देजन। आतिर लगे आम वन विभाग को कहबी जे आमर एरिया आमरटा बोली नहीं आमर एरिया जितकी भी गछ अच्छे समस्त बहुत क्षयक्षति करुचन। से लगे समस्त प्रति ध्यान देवा लगे मुई वन विभाग के अनुरोध करबी। और मोरटा भी आज जितकी क्षयक्षति हो आसिक आकलन कर उचित मूल्य देले मुई भी वन विभाग रे उपकृत हेबी। प्राय 30-35 हजार भितर बोलिकी मुई अनुमान करूँ। काटिया पार कर ସମ୍ବଲପୁର ଜିଲ୍ଲା ରେଢାଖୋଲରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।